ସରକାରଙ୍କ ଭାଗ୍ୟ ପରୀକ୍ଷା। ସାରା ରାଜ୍ୟରେ ବର୍ତ୍ତମାନର ବିଜେପି ସରକାର ବିଜେଡିର ସଂଗଠନ ଓ ପଞ୍ଚାୟତ ରାଜ ସ୍ତରର ପାୱାରକୁ ହାତେଇବାକୁ ଉଦ୍ୟମ ଜାରି ରଖିଥିଲା ବେଳେ ଆଜି ଟାଙ୍ଗୀ ଚୌଦ୍ୱାର ବ୍ଲକର ହରିଅନ୍ତା ପଞ୍ଚାୟତରେ ଏକ ଭିନ୍ନ ଧରଣର ଲଢ଼େଇ ଦେଖିବାକୁ ମିଳିଛି। ପୂର୍ବରୁ ହରିଅନ୍ତା ପଞ୍ଚାୟତରେ ବିଜେଡି ସମର୍ଥକଙ୍କ ସହାୟତାରେ ଶୁଭସ୍ମିତା ମଲ୍ଲିକ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ। ଅଞ୍ଚଳର କିଛି ଛାମୁଆ ନେତାଙ୍କ ସହିତ ସରପଞ୍ଚଙ୍କର ସମ୍ପର୍କ ଭଲ ନ ରହିବାରୁ ସମୟ ସମୟରେ ତୁ ତୁ ମେ ମେ ଚାଲିଥିଲା। ବହୁ ସମସ୍ୟା ଧରି ସମସ୍ୟାର ସମାଧାନ ନ ହେବାରୁ ଏ ପଞ୍ଚାୟତ 18ଟି ୱାର୍ଡ ମେମ୍ବରରୁ 14 ଜଣ ୱାର୍ଡ ମେମ୍ବର ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏହି ମର୍ମରେ ଅଦାଲତ 11:11 AM ଅନାସ୍ଥା ପ୍ରସ୍ତାବ ଉପରେ ଏକ ବୈଠକ ଚାଲିଥିଲା। ବୈଠକ ପରେ ଫଳାଫଳକୁ ଓ ଭୋଟ ବାକ୍ସକୁ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପଜିଲ୍ଲାପାଳଙ୍କ ପାଖକୁ ନେଇଯାଇଥିଲେ। ସୂଚନା ଅନୁସାରେ ଆଗାମୀ 13 ତାରିଖ ଦିନ ବ୍ଲକରେ ଏହାର ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଯେହେତୁ ଘଟଣାଟି ଅଦାଲତରେ ଅଛି, ସେଥିପାଇଁ ଏହାର ଫଳାଫଳକୁ ନେଇ ସ୍ଥାନୀୟ ନେତା ଓ ବ୍ଲକ କର୍ମଚାରୀ କହିବାକୁ ମନା କରିଦେଇଥିଲେ। ଆଗାମୀ ଦିନରେ ଏହି ଘଟଣାଟି ଭିନ୍ନ ମୋଡ଼ ନେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ସ୍ୱାଧୀନ କିଶୋର ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ, এই ହରିଅନ୍ତା ପଞ୍ଚାୟତ ମୋ ଘର। ଆମର ୱାର୍ଡ଼ ମେମ୍ବର ଭାଇ ଭଉଣୀମାନେ ଦେଇଛନ୍ତି ଯେ ଅନାସ୍ଥା ପ୍ରସ୍ତାବ ସ୍ୱାଭାବିକ, କାରଣ ଯେ ପଞ୍ଚାୟତର କାର୍ଯ୍ୟକ୍ରମ ଏବଂ ପଞ୍ଚାୟତର ତ୍ୱରାନ୍ୱିତ କରିବା ପାଇଁକା ଯେଉଁ କାର୍ଯ୍ୟକ୍ରମ ଚାଲିବା କଥା ତାହା ଯେତେବେଳେ ଶିଥିଳ ପଡ଼ିଗଲା, ତେଣୁ ସେମାନେ ବିରକ୍ତି ପ୍ରକାଶ କରିକି এই ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। ତେଣୁ ଇଏ ଅଭିଯୋଗ ହୋଇଥିଲା ଆମର ସବ୍ କଲେକ୍ଟରଙ୍କ ପାଖରେ। ସବ୍ କଲେକ୍ଟର ପାଖରେ ଯେଉଁ ଅଭିଯୋଗ ହୋଇଥିଲା ତାକୁ ବି ଭେରିଫିକେସନ୍ ପାଇଁକା ଆସିଥିଲା ବ୍ଲକକୁ। ଏଥିରେ 14 ଜଣ ଆମର ୱାର୍ଡ଼ ମେମ୍ବର 14 ଜଣ ୱାର୍ଡ଼ ମେମ୍ବର ଏଠି ଦେଇଥିଲେ ଅନାସ୍ଥା ପ୍ରସ୍ତାବ। ସେ ଅନାସ୍ଥା ପ୍ରସ୍ତାବ ଯାହା ହଉ 25 ତାରିଖ ଥିଲା, 25 ତାରିଖ ବାତିଆ ପାଇଁକା ତାହା ହେଉଛି ଆଜି 11 ତାରିଖରେ ରହିଥିଲା। ତେଣୁ 11 ତାରିଖରେ ଆଜି ସେ ଅନାସ୍ଥା ପ୍ରସ୍ତାବ କାର୍ଯ୍ୟକ୍ରମ ହୋଇଛି ଏବଂ ଯାହା ହଉ ସେ ଅନାସ୍ଥା ପ୍ରସ୍ତାବରେ ଏଇ 14 ଜଣଙ୍କର ସକ୍ସେସ୍ ହୋଇଛନ୍ତି ଏବଂ ସରପଞ୍ଚକୁ ବଦଳାଇବା ପାଇଁକା ସେମାନେ ଚେଷ୍ଟା କରୁଛନ୍ତି। ଆମେ ଚାହୁଁ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ଆଗେ କରାଯାଉ ଏବଂ ପଞ୍ଚାୟତକୁ ଯେଭଳି ସବୁଦିନେ ଯେକୌଣସି ଜନସାଧାରଣ ଆସିବେ ଫେରି ନ ଯାଆନ୍ତୁ, ସେଥିପ୍ରତି ଦୃଷ୍ଟି ଦିଆଯାଉ। ସେଇଟା ପ୍ରଶାସନିକ ସ୍ତରରେ ଯେହେତୁ ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି, ତେଣୁ ପଞ୍ଚାୟତ ସ୍ତରରେ ଏବଂ ପ୍ରଶାସନିକ ସ୍ତରରେ ସେମାନଙ୍କର ପଦକ୍ଷେପକୁ ଆମେ ସ୍ୱାଗତ କରିବୁ ଏବଂ ଆଗାମୀ ନିର୍ବାଚନ ହେଉ କିମ୍ବା ଯେକୌଣସି କାର୍ଯ୍ୟକ୍ରମ ହେଉ ତା ଦେହରେ ଆମେ ସକ୍ରିୟ ରହିବୁ। ଟାଙ୍ଗୀ ଚୌଦ୍ୱାରରୁ କାହ୍ନୁ ବେହେରାଙ୍କ ରିପୋର୍ଟ, ପ୍ର ନ୍ୟୁଜ୍ ପ୍ରତିଦିନ ଓଡ଼ିଶା।